କୂର୍ମ ଅବତାର କଞ୍ଚପ ଅବତାର କଇଁଛ ଅବତାର ଭାବରେ ମଧ୍ୟ ଜଣାଶୁଣା। କୂର୍ମ ଅବତାରରେ କ୍ଷୀର ସମୁଦ୍ର ମନ୍ଥନ ସମୟରେ ଭଗବାନ ବିଷ୍ଣୁ ମନ୍ଦାର ପର୍ବତକୁ ନିଜ ଢାଲରେ ଧରିଥିଲେ। ଏହିପରି ଭାବରେ ଭଗବାନ ବିଷ୍ଣୁ ମନ୍ଦାର ପର୍ବତ ଏବଂ ବାସୁକି ନାମକ ଏକ ସର୍ପଙ୍କ ସାହାଯ୍ୟରେ ଦେବତା ଏବଂ ରାକ୍ଷସମାନେ ସମୁଦ୍ର ମନ୍ଥନ କରି 14 ରତ୍ନ ପ୍ରାପ୍ତ କରିଥିଲେ। ଏହି ସମୟରେ ଭଗବାନ ବିଷ୍ଣୁ ମଧ୍ୟ ମୋହିନୀ ରୂପ ଧାରଣ କରିଥିଲେ। ଏହି ସମୟରେ ଭଗବାନ ବିଷ୍ଣୁ ମୋହିନୀ ଉଚ୍ଚାରଣ କରିଥିଲେ। ପଦ୍ମପୁରାଣ ବ୍ରହ୍ମଖାଦ 8 ବର୍ଣ୍ଣନା କରେ ଯେ ଯେତେବେଳେ ଇନ୍ଦ୍ର ଦୁର୍ବାସାଙ୍କ ଦ୍ୱାରା ପ୍ରଦତ୍ତ ପାରିଜାତକ ମାଳାକୁ ଅପମାନିତ କରିଥିଲେ, ଦୁର୍ବାସା ତାଙ୍କୁ ଅଭିଶାପ ଦେଇଥିଲେ ଯେ ତାଙ୍କର ଧନ ନଷ୍ଟ ହେବ। ଫଳସ୍ୱରୂପ ଲକ୍ଷ୍ମୀ ସମୁଦ୍ରରେ ଅଦୃଶ୍ୟ ହୋଇଗଲେ। ଏହାପରେ ବିଷ୍ଣୁଙ୍କ ଆଦେଶ ଅନୁସାରେ ଦେବତା ଏବଂ ରାକ୍ଷସମାନେ ଲକ୍ଷ୍ମୀଙ୍କୁ ଫେରି ପାଇବା ପାଇଁ ମନ୍ଦାରାଚଳକୁ ମନ୍ଥନ ଦଣ୍ଡ ଭାବରେ ଏବଂ ବାସୁକୀକୁ ରସି ଭାବରେ ବ୍ୟବହାର କରି କ୍ଷୀର ସମୁଦ୍ର ମନ୍ଥନ କରିଥିଲେ। ମନ୍ଥନ ସମୟରେ ଯେତେବେଳେ ମନ୍ଦାରାଚଳ ଗଭୀର ଜଳରେ ବୁଡ଼ିବାକୁ ଲାଗିଲା, ବିଷ୍ଣୁ ଏକ କଇଁଛ ରୂପରେ ଏହାକୁ ତାଙ୍କ ପିଠିରେ ବୋହି ନେଇଥିଲେ ଏବଂ ଦେବତା ଏବଂ ରାକ୍ଷସମାନେ ସମୁଦ୍ରରୁ 14ଟି ରତ୍ନ ସହିତ ଅମୃତ ଏବଂ ଲକ୍ଷ୍ମୀ ପାଇ ସେମାନଙ୍କର ପୂର୍ବ ଗୌରବ ଫେରି ପାଇଲେ। ସେମାନେ ଏକ ଖଣ୍ଡା ମଧ୍ୟ ପିନ୍ଧିଥିଲେ। ଏମିତି ପୁରାଣ ସ୍ତୁତି କାହାଣୀ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଶେୟାର ଲାଇକ୍ କରନ୍ତୁ।